କିଏ ଅସଲି କିଏ ନକଲି ପିପିଲିରେ ନକଲି ସାମ୍ବାଦିକଙ୍କ ପ୍ରାଦୁର୍ଭାବ ବଢ଼ୁଛି। ଏ ନେଇ ଜିଲ୍ଲାପାଳ ତଦନ୍ତ କରନ୍ତୁ। ଜଣେ ପ୍ରତିଷ୍ଠିତ ଗଣମାଧ୍ୟମର ପ୍ରତିନିଧି ନିଜ ଫେସବୁକ୍ ଆଇଡିରେ ଏହା ପୋଷ୍ଟ କରୁଛନ୍ତି। ବିଶେଷ କରି ଯଦି କହିବା, ଯେତେବେଳେ ଜିଲ୍ଲାପାଳ ତଦନ୍ତ କରିବା ପାଇଁ କହିଛନ୍ତି, ଏଠି ଗୋଟେ ପ୍ରଶ୍ନ ଉଠୁଛି। ଯେତେବେଳେ ପ୍ରତିଷ୍ଠିତ ଗଣମାଧ୍ୟମରେ ସେ ବାବୁ ଜଣକ ରହିଛନ୍ତି, କିଏ ନକଲି ସାମ୍ବାଦିକ ସେ ଖବର ପରିବେଷଣ ନ କରି ଜିଲ୍ଲାପାଳ କ'ଣ ପାଇଁ ତଦନ୍ତ କରିବା ପାଇଁ ସେ କହିଛନ୍ତି, ତା ତ ଗୋଟେ ପରବର୍ତ୍ତୀ କଥା, ତା ଆଲୋଚନା କରିବା ପରବର୍ତ୍ତୀ କଥା। କିନ୍ତୁ ଯେତେବେଳେ ପ୍ରତିଷ୍ଠିତ ଗଣମାଧ୍ୟମ ରହିଛନ୍ତି, ତାଙ୍କର ମଧ୍ୟ ଗୋଟେ ଗୁରୁ ଦାୟିତ୍ୱ ରହିଛି। ଯେତେବେଳେ ନକଲି ସାମ୍ବାଦିକ ରହିଛନ୍ତି, ସେ କାହା ପାଖରେ ଯାଇ ପଇସା ମାଗୁଛନ୍ତି, କେଉଁ ସରକାରୀ ଅଧିକାରୀଙ୍କ ପାଖରେ ଜୁଲୁମ କରୁଛନ୍ତି, କେଉଁ ରାଜନେତାଙ୍କ ପାଖରେ ଜୁଲୁମ କରୁଛନ୍ତି, ତାଙ୍କର ମଧ୍ୟ ଖବର ପରିବେଷଣ କରିବାର ଦାୟିତ୍ୱ ମଧ୍ୟ ତାଙ୍କର ରହିଛି। କିନ୍ତୁ ସେ ନିଜ ଫେସବୁକ୍ ପେଜରେ ପୋଷ୍ଟ କରିଦେଇ ଚୁପ୍ ରହି ଜିଲ୍ଲାପାଳ ତଦନ୍ତ କରୁଛୁ କହିବା ଗୋଟେ ସାମ୍ବାଦିକଙ୍କ ଉପରେ ପକ୍ଷପାତୀ ସୃଷ୍ଟି କରୁଛି। ଯଦିଓ ପିପିଲିରେ ଅନେକ ସାମ୍ବାଦିକ ରହିଛନ୍ତି, ନିର୍ଭୀକ ଭାବରେ ଅନେକ ସମୟରେ ଖବର ପରିବେଷଣ କରୁଛନ୍ତି, କିନ୍ତୁ ବିଭିନ୍ନ ସମୟରେ ଆପଣ ଦେଖିବେ ଏଇଭଳି ପୋଷ୍ଟ କରିକି ସାମ୍ବାଦିକମାନଙ୍କୁ ନିନ୍ଦିତ କରାଯାଉଛି। ଅନେକ ସମୟରେ ସାମ୍ବାଦିକମାନେ ନିର୍ଭୀକ ଭାବରେ ପିପିଲିର ବିଭିନ୍ନ ସମସ୍ୟାକୁ ଲୋକଲୋଚନକୁ ଆଣିଥାନ୍ତି ଏବଂ ସରକାରଙ୍କୁ ଚେତାଇଥାନ୍ତି କିଭଳି ଭାବେ ଲୋକଙ୍କର ଏ ସମସ୍ୟା ସମାଧାନ ହେବ। କିନ୍ତୁ ବିଭିନ୍ନ ସମୟରେ ନିଜକୁ ପ୍ରତିଷ୍ଠିତ ଗଣମାଧ୍ୟମର ଯେଉଁମାନେ ପ୍ରତିନିଧି ବୋଲାଉଛନ୍ତି, ଆମେ ପ୍ରତିନିଧି ଆଗଧାଡ଼ିର ମେନ୍ ଷ୍ଟ୍ରିମ୍ ବୋଲାଉଥିବା କିଛି ସାମ୍ବାଦିକମାନେ ବିଭିନ୍ନ ସମୟରେ ବିଭିନ୍ନ ଫୋରମରେ ଏଇଭଳି ପୋଷ୍ଟ କରି ସାମ୍ବାଦିକକୁ ସାଧାରଣ ନିନ୍ଦିତ କରୁଛନ୍ତି। ବିଶେଷ କରି ଯଦି କହିବା, ବିଗତ ଦିନରେ ଆପଣମାନେ ଦେଖିଥିବେ ପିପିଲିର ଅନେକ ସମସ୍ୟା ରହିଛି। ସେ ପାନୀୟ ଜଳ ସମସ୍ୟା କୁହନ୍ତୁ, ଡାକ୍ତରଖାନା ସମସ୍ୟା କୁହନ୍ତୁ, ଅନେକ ସମସ୍ୟା ରହିଛି। ସେ ପ୍ରତିଷ୍ଠିତ ଗଣମାଧ୍ୟମର ପ୍ରତିନିଧିମାନେ କେବଳ ଫେସବୁକ୍ ପେଜରେ ମଧ୍ୟ ତାକୁ କେବଳ ପୋଷ୍ଟ କରିଥାନ୍ତି। ବିଗତ କିଛି ଦିନ ତଳେ ମଧ୍ୟ ପିପିଲି ବ୍ଲକରେ ବହୁ ଉନ୍ନୟନ କାର୍ଯ୍ୟରେ ଘୋଟାଲା ହେଉଛି ଏବଂ ସେ କେବଳ ଫେସବୁକ୍ ପେଜରେ ପ୍ରତିଷ୍ଠିତ ଗଣମାଧ୍ୟମର ପ୍ରତିନିଧି ମହାଶୟ ଜଣକ ପୋଷ୍ଟ କରୁଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କର ଯେଉଁ ଚ୍ୟାନେଲ ରହିଛି, ସେ ଚ୍ୟାନେଲ ଗୋଟେ ଦିନ ମଧ୍ୟ ଖବର ବାଜୁନି। କିନ୍ତୁ ଯେଉଁମାନେ ଖବର କରୁଛନ୍ତି ତାଙ୍କୁ ମଧ୍ୟ ହତୋତ୍ସାହିତ କରିବା ପାଇଁ ବିଭିନ୍ନ ସମୟରେ ଏଇ ପ୍ରତିଷ୍ଠିତ ଗଣମାଧ୍ୟମର ପ୍ରତିନିଧିମାନେ ଗୋଟେ ପ୍ରକାର ଏଇଭଳି ଛଳନା କରୁଥିବା କଥା କୁହାଯାଉଛି, ଯାହାକୁ ଗୋଟେ ବର୍ତ୍ତମାନ ସାଧାରଣ ଚର୍ଚ୍ଚାର ବିଷୟ ପାଲଟିଛି। ଆପଣ ଦେଖିବେ ପିପିଲିରେ ଅନେକ ସମସ୍ୟା ରହିଛି। ଯଦି କହିବା ଦୈନନ୍ଦିନ କୋଟି କୋଟି ଟଙ୍କାର ବାଲି ଚୋରି କରାଯାଉଛି, କିନ୍ତୁ ଏଇ ବାଲି ଚୋରି କରିବା କଥାକୁ ଏଇ ପ୍ରତିଷ୍ଠିତ ଗଣମାଧ୍ୟମର ପ୍ରତିନିଧିମାନେ ମାଳ ମାଳ ବୁମ୍ ନିଜ ବ୍ୟାଗରେ ପକାଉଛନ୍ତି, କିନ୍ତୁ ଦିନେ ମଧ୍ୟ ଖବର ପରିବେଷଣ କରୁନାହାନ୍ତି। କିନ୍ତୁ ସେ ପରବର୍ତ୍ତୀ ସମୟରେ ନିଜ ଫେସବୁକ୍ ଆଇଡିକୁ ଜିଲ୍ଲାପାଳଙ୍କୁ ନକଲି ସାମ୍ବାଦିକ କଥା ତଦନ୍ତ କରିବା କଥା କହୁଛନ୍ତି। ନକଲି ସାମ୍ବାଦିକ କିଏ? ସେ ନକଲି ସାମ୍ବାଦିକର ସଂଜ୍ଞା ଏହା ଆମେ ବୁଝିପାରୁ, କାରଣ ବିଗତ 15 ବର୍ଷ ଧରି ଯେତେବେଳେ ସାମ୍ବାଦିକ ଜଗତରେ ଆମେ କାର୍ଯ୍ୟ କରି ଆସୁଛୁ, ନକଲି ସାମ୍ବାଦିକ ଏଇମାନେ ଯେଉଁମାନେ କି ସରକାରୀ ବେସରକାରୀ ରାଜନେତାମାନଙ୍କୁ ହତୋତ୍ସାହିତ କରନ୍ତି, ତାଙ୍କୁ ବିଭିନ୍ନ ସମୟରେ ପ୍ରଲୋଭନ ଦେଖାନ୍ତି, ବିଭିନ୍ନ ସମୟରେ ଭୟଭୀତ କରନ୍ତି, ବିଭିନ୍ନ ସମୟରେ ତାଙ୍କୁ ଭୟ ଦେଖାଇ ତାଙ୍କ ଖବର ପ୍ରସାରଣ କରିକି ତାଙ୍କଠୁ ଅର୍ଥ ଜୁଲୁମ କରିଥାନ୍ତି। ସେଭଳି ଯଦି ତାଙ୍କ ପାଖରେ କିଛି ଖବର ରହିଛି, ସେ ଥାନାର ଦ୍ୱାରସ୍ଥ ହେବାର ଆବଶ୍ୟକତା ରହିଛି, ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି। ଯଦି ତାଙ୍କ ପାଖରେ ସେଭଳି କିଛି ଏଭିଡେନ୍ସ ଥିଲା, ଏଇ ପିପିଲିରେ ନକଲି ସାମ୍ବାଦିକର ପ୍ରାଦୁର୍ଭାବ ପଡ଼ୁଛି। ଜିଲ୍ଲାପାଳ ତଦନ୍ତ କରିବା କଥା ଯେତେବେଳେ ନିଜ ଫେସବୁକ୍ ପେଜରେ କହିଛନ୍ତି, ସେ ତାଙ୍କର ମଧ୍ୟ ପ୍ରତିଷ୍ଠିତ ଗଣମାଧ୍ୟମରେ ମଧ୍ୟ ଏ ଖବର ପରିବେଷଣ କରିପାରିଥାନ୍ତେ। କିନ୍ତୁ ବିଗତ ଦିନରେ ଏଇଭଳି ପୋଷ୍ଟ ବିଭିନ୍ନ ସମୟରେ ସେ ମଧ୍ୟ ପୋଷ୍ଟ କରି ଚାଲୁଛନ୍ତି, କିନ୍ତୁ ତାଙ୍କର ଯେ ପ୍ରତିଷ୍ଠିତ ଗଣମାଧ୍ୟମରେ ମଧ୍ୟ ଗୋଟାଏ ଦିନ ମଧ୍ୟ ସେଇଟା ପ୍ରସାରଣ ହୋଇପାରୁନି। ସବୁଠାରୁ ବଡ଼ କଥା ହେଉଛି, ଯେଉଁ ବାବୁ ଜଣକ ନିଜ ଫେସବୁକ୍ ପେଜରେ ବର୍ତ୍ତମାନ ଜିଲ୍ଲାପାଳଙ୍କୁ ତଦନ୍ତ କରିବା ପାଇଁ କହିଛନ୍ତି, ଅନୁରୋଧ କରୁଛନ୍ତି, ସେ ବାବୁ ଜଣକ ବ୍ୟାଗରେ ବିଭିନ୍ନ ଚ୍ୟାନେଲର ମାଳ ମାଳ ବୁମ୍ ବୁଲୁଛି। ଯଦିଓ ପିପିଲିରେ ଏବଂ ଯେଉଁ ପାଖାପାଖି ଅଞ୍ଚଳରେ ସାମ୍ବାଦିକ ଗୋଟିଏ ପ୍ରତିଷ୍ଠିତ ଗଣମାଧ୍ୟମର ସାମ୍ବାଦିକ ଜଣକୁ ରଖାଯାଇଛି, କିନ୍ତୁ ଆପଣ ଯଦି ପିପିଲିର ଗୋଟେ ସାମ୍ବାଦିକ ବ୍ୟାଗ କିଛି ରହିଛନ୍ତି ପ୍ରତିଷ୍ଠିତ ଗଣମାଧ୍ୟମର ପ୍ରତିନିଧି, ବ୍ୟାଗରୁ ତାଙ୍କର ଯେତେବେଳେ ବୁମ୍ ବାହାରେ, ସେ ବୁମ୍ ବାହାରିଲେ ନକଲି ଅସଲି କିଏ ତା ମଧ୍ୟ ବର୍ତ୍ତମାନ କହିବା ମଧ୍ୟ ସମ୍ଭବ ହୋଇପାରିବ ନାହିଁ। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଆମେ ମଧ୍ୟ ଜାଣିବାକୁ ଚାହୁଁଛୁ, ସାଧାରଣ ଲୋକ ମଧ୍ୟ ଜାଣିବାକୁ ଚାହୁଁଛନ୍ତି, ନକଲି ଅସଲିର ସଂଜ୍ଞା କ'ଣ ରହିଛି, ନକଲି କିଏ ସେ ଅସଲି କିଏ ସେ। କାରଣ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନଙ୍କର ଯେତେ ମାଳ ମାଳ ବୁମ୍ ଧରି କିଛି ବାବୁ ବୁଲୁଛନ୍ତି, ବ୍ୟାଗରେ ଧରି ବୁଲୁଛନ୍ତି, ତାହେଲେ ସେଇ ବାବୁମାନଙ୍କୁ ସେ ଇଙ୍ଗିତ କରି କହିନାହାନ୍ତି ତ ଏମାନେ ନକଲି ସାମ୍ବାଦିକ ବୋଲି।
କାରଣ ବିଭିନ୍ନ ସମୟରେ ନକଲି ଅସଲିର ସଂଖ୍ୟାକୁ ନେଇକି ବିଭିନ୍ନ ସମୟରେ ଆଲୋଚନା ପର୍ଯ୍ୟାଲୋଚନା କରାଯାଉଛି ଏବଂ ଏଇ ଘଟଣା ଯେଉଁମାନେ କାର୍ଯ୍ୟରତ ସାମ୍ବାଦିକ ତାଙ୍କୁ ନିନ୍ଦିତ କରାଯାଉଛି। ଆପଣ ଦେଖିବେ ପିପିଲିରେ ବିଗତ କିଛି ଦିନ ଧରି ସାଧାରଣ ସମସ୍ୟାକୁ ନେଇକି ଲୋକଲୋଚନକୁ ଆଣିବା ପାଇଁ ଯେଭଳି ଭାବରେ ଯେଉଁ ମେନ୍ ଷ୍ଟ୍ରିମ୍ ରହିଛନ୍ତି ନିଜକୁ ପ୍ରତିଷ୍ଠିତ ଗଣମାଧ୍ୟମ ପ୍ରତିନିଧି କରୁଛନ୍ତି ତାଙ୍କର କଲମ ଏବଂ ଯଦିଓ ବୈଦ୍ୟୁତିକ ଗଣମାଧ୍ୟମ କଥା କୁହନ୍ତୁ କିମ୍ବା ଅନ୍ୟ ଗଣମାଧ୍ୟମ କଥା କୁହନ୍ତୁ, ଯଦିଓ ଅନେକ ସାମ୍ବାଦିକ ଏହାକୁ ପ୍ରଚାର କରୁଛନ୍ତି, ସରକାରଙ୍କ ଲୋକଲୋଚନକୁ ଆଣୁଛନ୍ତି, କିନ୍ତୁ କିଛି ରହିଛନ୍ତି ଚାଟୁକାରିତା ସାମ୍ବାଦିକ ଯେଉଁମାନେ ତାଙ୍କର ସେଇ କଥାକୁ ଚପେଇ ଦେବା ପାଇଁ ଉଦ୍ୟମ କରୁଛନ୍ତି। ଆପଣ ବିଗତ ଦିନରେ ବିଭିନ୍ନ ସମୟରେ ବିଭିନ୍ନ ଗଣମାଧ୍ୟମରେ ଆପଣ ଦେଖୁଥିବେ ପିପିଲିରେ ବେଆଇନ ଭାବରେ ବାଲି ଚାଲାଣ ହେଉଛି। ଏହି ପ୍ରତିଷ୍ଠିତ ଗଣମାଧ୍ୟମ ମାନେ ସେମାନେ ଚୁପ୍ ହେଇ ବସିଛନ୍ତି। ଗୋଟାଏ ଦିନ ମଧ୍ୟ ବେଆଇନ ବାଲି ଚାଲାଣ କଥା ମଧ୍ୟ ସରକାରଙ୍କ ଲୋକଲୋଚନକୁ ଆଣିପାରୁନାହାନ୍ତି। ଏବଂ ବିଶେଷ କରି ଯଦି କହିବା ବାଲି ଉତ୍ତୋଳନ ବେଳେ ମଧ୍ୟ ଜୈନିକ ବ୍ୟକ୍ତି ମଧ୍ୟ ଆଘାତ ପାଇଥିଲେ, ଜେସିବିରେ ଆଘାତ ପାଇଥିଲେ, ଏବେ ମଧ୍ୟ ଟ୍ରିଟମେଣ୍ଟ ହେଉଛନ୍ତି, ସେ ଖବର ମଧ୍ୟ ପରିବେଷଣ କରାଯାଉଛି। କିନ୍ତୁ ଅନେକ ସମୟରେ କିଭଳି ସାମ୍ବାଦିକମାନଙ୍କ ସ୍ୱରକୁ ଚପାଇ ଦିଆଯିବ ସେ ପାଇଁ ମଧ୍ୟ ବାରମ୍ବାର ଉଦ୍ୟମ କରାଯାଉଛି। ଆଉ ବିଶେଷ କରି ଯଦି କହିବା ପିପିଲିର ଅନେକ ସ୍ଥାନରେ ଅନେକ ସମସ୍ୟା ରହିଛି, ସେ ପାନୀୟ ଜଳ ସମସ୍ୟା କୁହନ୍ତୁ, ଡାକ୍ତରଖାନାର ସମସ୍ୟା କୁହନ୍ତୁ, ଶିକ୍ଷା ସମସ୍ୟା କୁହନ୍ତୁ, ରାସ୍ତାଘାଟର ସମସ୍ୟା କୁହନ୍ତୁ, ଯେଉଁ ପ୍ରତିଷ୍ଠିତ ଗଣମାଧ୍ୟମ ମାନେ ଏଇ ଦାୟିତ୍ୱକୁ ସୁଚାରୁ ରୂପେ ତୁଲାଇବା କଥା, ସରକାରଙ୍କ ଦୃଷ୍ଟିକୁ ଆଣିବା କଥା, ସେ ସରକାରଙ୍କ ଦୃଷ୍ଟିକୁ ମଧ୍ୟ ଆଣୁନାହାନ୍ତି। ଆପଣ ବିଗତ ଦିନରେ ଦେଖୁଥିବେ ଅନେକ ସମୟରେ ମଧ୍ୟ ପ୍ରାୟୋଜିତ ଖବରକୁ ଯେତିକି ଗୁରୁତ୍ୱ ଦିଆଯାଉଛି ସେଭଳି ସାଧାରଣ ଲୋକଙ୍କ ଖବରକୁ ପରିପ୍ରକାଶ କରିବା ପାଇଁ, ପ୍ରସାରଣ କରିବା ପାଇଁ ସେତିକି ଆନ୍ତରିକତା ଦେଖିବାକୁ ମିଳୁନି। ଯଦିଓ ଅନେକ ସାମ୍ବାଦିକ ରହିଛନ୍ତି ନିର୍ଭୀକ ଭାବରେ ପିପିଲିର ଅନେକ ସାମ୍ବାଦିକ ଯଦି କୁହାଯିବ 100ରୁ 99 ସାମ୍ବାଦିକ କାର୍ଯ୍ୟରତ ସାମ୍ବାଦିକ ନିଶ୍ଚିତ ରୂପେ ଲୋକମାନଙ୍କ ପାଇଁ ଅଛନ୍ତି। କିଛି ସାମ୍ବାଦିକ ହାତ ଗଣତି ସାମ୍ବାଦିକ ରହିଛନ୍ତି ନିଜକୁ ସାମ୍ବାଦିକ ବୋଲାଉଥିବା ଏବଂ ମାଳ ମାଳ ବୁମ୍ ଧରି ବ୍ୟାଗରେ ଧରି ବୁଲୁଥିବା କିଛି ପ୍ରତିଷ୍ଠିତ ସାମ୍ବାଦିକ ନିଜକୁ ବୋଲାଉଥିବା ସାମ୍ବାଦିକ ମାନେ ଖବର ପ୍ରସାରଣ କରିବା ପରିବର୍ତ୍ତେ କେବଳ ଫେସବୁକ୍ ଆଇଡିରେ ଲାଗି ରହିଛନ୍ତି। ଏବଂ ଆପଣ ଯଦି କିଛି ଦିନ ଧରି ଦେଖିଥିବେ କଣାସ ଅଞ୍ଚଳରେ 150 ଟଙ୍କା ଦେଇ ମଧ୍ୟ ଗୋଟେ ପ୍ରାଇଜ୍ ଖବର କରାଯାଇଥିଲା। ସାପକୁ ମଧ୍ୟ ବେକରେ ପକେଇକି ନାଗ ସାପକୁ ବେକରେ ପକେଇ ବୁଲା ଯାଇଥିଲା ଏବଂ ତାକୁ ମଧ୍ୟ ଖବର ପ୍ରସାରଣ କରାଯାଇଥିଲା। କିନ୍ତୁ ସେହି ସମୟରେ ସେମାନେ ମଧ୍ୟ ଜାଣିବାର ଆବଶ୍ୟକତା ରହିଥିଲା ଯେତେବେଳେ ବିଷାକ୍ତ ସାପ ଗୋଟେ ଯୁବକ ବେକରେ ପକେଇ ବୁଲୁଛି ସେହି ସମୟରେ ସେ ସାପ ମଧ୍ୟ ତାକୁ ଆକ୍ରମଣ କରିପାରିଥାନ୍ତା, ତାକୁ ମଧ୍ୟ କାମୁଡ଼ି ପାରିଥାନ୍ତା, ତାହେଲେ ତା ଜୀବନ ମଧ୍ୟ ଯାଇପାରିଥାନ୍ତା। ଏଭଳି ପ୍ରାୟୋଜିତ ଖବରକୁ ଯେତେବେଳେ କରୁଛନ୍ତି ସେ ଏବଂ ସେ ବିଭିନ୍ନ ସମୟରେ ପ୍ରାୟୋଜିତ ଖବରକୁ ନେଇ ମଧ୍ୟ ଚର୍ଚ୍ଚାକୁ ଆସୁଛନ୍ତି ଏବଂ ବିଭିନ୍ନ କଥାକୁ ଯେତେବେଳେ ଆସୁଛି ଏଇଭଳିଆ ଖବର ମଧ୍ୟ ସବୁ ସାଧାରଣରେ ସେ ସାମ୍ବାଦିକମାନଙ୍କୁ ନିନ୍ଦିତ କରୁଛି। ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେତେବେଳେ ପିପିଲିରେ କିଏ ଅସଲି କିଏ ନକଲି ସାମ୍ବାଦିକ କଥା ଉଠିଛି ନିଶ୍ଚିତ ରୂପେ ଜିଲ୍ଲାପାଳ ତଦନ୍ତ କରିବାର ଆବଶ୍ୟକତା ରହିଛି। ଯେଉଁ ସାମ୍ବାଦିକ ମାନେ କାମ କରୁଛନ୍ତି, ସାମ୍ବାଦିକ ସଂଜ୍ଞା କ'ଣ? ସାମ୍ବାଦିକ ସମ୍ବାଦ ପରିବେଷଣ କରିବ, ସାମ୍ବାଦିକ ବିଭିନ୍ନ ସମସ୍ୟାକୁ ନେଇକି ସରକାରଙ୍କ ଲୋକଲୋଚନକୁ ଆଣିବ। ସେ ମେନ୍ ଷ୍ଟ୍ରିମ୍ରେ ଥାଉ, ୱେବ୍ ଷ୍ଟ୍ରିମ୍ରେ ଥାଉ, ସାଧାରଣ ପେପରରେ ଥାଉ କିମ୍ବା ବଡ଼ ପେପରରେ ଥାଉ, ସାମ୍ବାଦିକର ସଂଜ୍ଞା ହେଉଛି ଏହା। କିନ୍ତୁ ନକଲି ସାମ୍ବାଦିକକୁ କହିକି ସାମ୍ବାଦିକମାନଙ୍କୁ ନିନ୍ଦିତ କରିବା ନିଶ୍ଚିତ ରୂପେ ଗୋଟେ ପିପିଲିର ସାମ୍ବାଦିକମାନଙ୍କୁ ମର୍ଯ୍ୟାଦା ହାନି ଘଟିଛି। କାରଣ ଏଇ ନକଲି ସାମ୍ବାଦିକ କହିକି ଯେତୋଟି ସାମ୍ବାଦିକ ସବୁ କାମ କରୁଛନ୍ତି, ସାମ୍ବାଦିକ ଜଗତରେ ଅନେକ ଦିନ ଧରି ରହିଛନ୍ତି, ନିଶ୍ଚିତ ଭାବରେ ତାଙ୍କୁ ମଧ୍ୟ ଆଘାତ ଦେଇଛି। ତେଣୁ ଆମେ ଆଶା କରିବା ଜିଲ୍ଲାପାଳ ନିଶ୍ଚିତ ରୂପେ ଏହାର ତଦନ୍ତ କରନ୍ତୁ।